ଆରେ ଅଜଗର ଭାଇ, ମୁଁ ତ ଆପଣଙ୍କୁ ହିଁ ରାଜା କହୁଛି। ଆପଣ ତ ହେଲେ ଏ ଜଙ୍ଗଲର ରାଜା। ଏ କ'ଣ ତୁ ଆଡୁ ସାଡୁ କଥା କହୁଛୁ? ମୁଁ ପୁଣି ଏ ଜଙ୍ଗଲର ରାଜା କେବେଠୁ ହେଲାଣି? ଆରେ ଅଜଗର ସାହେବ, ଆପଣଙ୍କୁ ତ ଏ ଜଙ୍ଗଲରେ ସମସ୍ତେ ରାଜା ହିସାବରେ ମାନନ୍ତି। ମୁଁ ସକାଳେ ଶିକାର କରି ଯାଇଥିବା ସମୟରେ ଶୁଣିବାକୁ ପାଇଲି କି ଆପଣ ଏ ଜଙ୍ଗଲରେ ନୂଆ ରାଜା ହିସାବରେ ନିର୍ବାଚିତ ହୋଇଛନ୍ତି ବୋଲି। ଇଏ ତୁ କ'ଣ ଶୁଣିଲୁ ବା ଶିଆଳ? ମୁଁ ପୁଣି ଜଙ୍ଗଲର ରାଜା ହୋଇଛି? ଏହା ଶୁଣି ମୋ ମନ ଭିତରଟା ତା ପୁରା ଆନନ୍ଦରେ ନାଚି ଉଠୁଛି। ମୁଁ ଯେହେତୁ ଜଙ୍ଗଲର ନୂଆ ରାଜା ହୋଇଛି, ସେଥିପାଇଁ ମୁଁ ଆଜି ତତେ ଖାଇବି। ଆଉ ତୁ ବି ନା କରିପାରିବୁନି। ଏ କ'ଣ କହୁଛ ଯେ ରାଜା ସାହେବ? ଆପଣଙ୍କ କଥାକୁ କ'ଣ ଏଡ଼େଇ ଦିଆଯାଇପାରିବ? ଆପଣଙ୍କର ଯାହା ଇଚ୍ଛା ହେବ ଆପଣ ତ ସେଇଆ ହିଁ କରିବେ, କାରଣ ଆପଣ ହେଲେ ଜଙ୍ଗଲର ରାଜା। ହେଲେ ରାଜା ସାହେବ, ଆପଣଙ୍କ ମୋ ପରି କ'ଣ ଗୋଟିଏ ରୋଗାକ୍ରାନ୍ତ ଦୁର୍ବଳିଆ ଜୀବନକୁ ଖାଇବାଟା ଉଚିତ ହେବ କି? ଆପଣଙ୍କର କ'ଣ ମାନ ସମ୍ମାନ ରହିବ? ଆପଣ ତ ହେଲେ ରାଜା ସାହେବ, ଆପଣ ଖାଇବେ ମୋଟା ସୋଟା ଗୋଲଗାଲିଆ ପ୍ରାଣୀକୁ। ତା ତ ତୁ ଠିକ୍ ହିଁ କହିଛୁ ଶିଆଳ। ତୁ ତ କେତେ ଶୁଖି ଯାଇଛୁ। ତୋ ଦେହରେ ସେମିତି କିଛି ବି ହେଲେ ମାଂସ ବି ନାହିଁ। ତତେ ଦେଖିଲେ ଗୋଟିଏ କଙ୍କାଳ ପରି ଲାଗୁଛି। ଆଉ ତତେ ଖାଇଲେ ମୋ ପେଟରେ ଗୋଟେ କଣ ବି ଭର୍ତ୍ତି ହେବ ନାହିଁ। ତୁ ଯା, ତତେ ମୁଁ ଆଜି ଆଉ ଖାଇବିନି। ତୁ ଯାଇ ଖାଇ ପିଇ ଟିକେ ମୋଟା ସୋଟା ହ, ତାପରେ ମୁଁ ତତେ ଖାଇବି। ପ୍ରକୃତରେ ତୁମେ ହିଁ ଏ ଜଙ୍ଗଲର ରାଜା ହେବା ପାଇଁ ଯୋଗ୍ୟ ଅଟ ଅଜଗର ଭାଇ। ଆଚ୍ଛା ଶିଆଳ, ତୁ ଗୁମ୍ଫା ଭିତରେ ଆଉ କାହା ସହିତ କଥା ହେଉଥିଲୁ? କିଏ ଅଛି ଆଉ ଗୁମ୍ଫା ଭିତରେ? ଅଜଗରର ଏମିତି କଥା ଶୁଣି ଶିଆଳ ତଣ୍ଟିରେ ଛେପ ଅଟକିଗଲା। ଆଉ ସେ ମନେ ମନେ କହିଲା, ଏଇ ଶଇତାନ ଅଜଗର ଯଦି ମୋର ପିଲାମାନଙ୍କୁ ଦେଖେ, ତାହେଲେ ତାଙ୍କୁ ତ ଖାଇଦେବ। ତାହେଲେ ମୁଁ ଆଉ କାହାକୁ ନେଇ ବଞ୍ଚିବି ଯେ? ଶିଆଳ ଏସବୁ କଥା ମନେ ମନେ ଭାବିବାକୁ ଲାଗିଲା। ତ ସେହି ସମୟରେ ଅଜଗର କହିବାକୁ ଲାଗିଲା, ଆରେ ଶିଆଳ, ତୁ କ'ଣ ଭାବୁଛୁ? ଗୁମ୍ଫା ଭିତରେ କ'ଣ ଅଛି? ତାକୁ ବାହାରକୁ ନେଇ ଆସ, ମୁଁ ଦେଖିବି। ଶିଆଳ ତାପରେ ଭୟ ଭୟରେ କହିଲା, ହଁ ହଁ ରାଜା ସାହେବ, ଆଣୁଛି। ଏହାପରେ ଶିଆଳ ଗୁମ୍ଫା ଭିତରୁ ତାର ପିଲାମାନଙ୍କୁ ବାହାର କରି ଆଣିଲା। ଶିଆଳର ପିଲାମାନଙ୍କୁ ଦେଖି ଅଜଗର କହିଲା, ଆରେ ଶିଆଳ, ମୁଁ ତ ଦେଖୁଛି ଇଏ ତ ତୋର ଛୋଟ ଛୁଆମାନେ। ଏମାନେ ତ ଦେଖିବାକୁ ବହୁତ ସୁନ୍ଦର ଓ ଗୋଲଗାଲିଆ ପରି ହେଇଛନ୍ତି। ହେଲେ ପିଲାମାନେ ତ ବହୁତ ଛୋଟ ଛୋଟ। ନା ନା, ଏବେ ଏମାନଙ୍କୁ ଖାଇହେବନି। ତୁମେମାନେ ଆଉ ଟିକେ ବଡ଼ ହୋଇଯାଅ, ତାପରେ ତୁମମାନଙ୍କୁ ମଜା କରି ଖାଇବି। ଶିଆଳ, ତୁ ତୋର ପିଲାମାନଙ୍କୁ ବହୁତ ଭଲ ଭଲ ଜିନିଷ ଖାଇବାକୁ ଦେ, ନହେଲେ ତୋର ପିଲାମାନେ ତୋ ପରି ଯେମିତି ଶୁଖି ନ ଯାଆନ୍ତି। ଆଉ କିଛି ଦିନ ପରେ ତୋର ପିଲାମାନଙ୍କୁ ତ ମୁଁ ଖାଇବି। ଠିକ୍ ଅଛି ରାଜା ସାହେବ। ମୁଁ ଏବେ ବହୁତ ଭୋକରେ ଅଛି। ଯାଉଛି, କ'ଣ କିଛି ଭଲ ଶିକାର ପାଉଛି କି ନାହିଁ ଦେଖେ। ତୁମେମାନେ ତାହେଲେ ଥାଅ। ଏହାପରେ ଅଜଗର ସେଠାରୁ ଚାଲିଗଲା। ତାପରେ ଶିଆଳ ତାର ପିଲାମାନଙ୍କୁ ଧରି ତାର ଗୁମ୍ଫା ଭିତରକୁ ଚାଲି ଆସିଲା। ଯାହା ହଉ, ଆଜି ଗୋଟିଏ ବଡ଼ ବିପଦର ହାତରୁ ବଞ୍ଚିଗଲେ। ତୁମେମାନେ ନିଶ୍ଚିନ୍ତରେ ଗୁମ୍ଫା ଭିତରେ ଥାଅ। ମୁଁ ଯାଏଁ ଦେଖେ ସେ ବଦମାସ ଅଜଗର କ'ଣ କରୁଛି। ବଣର ପ୍ରାଣୀମାନଙ୍କୁ ଟିକେ ଶାନ୍ତିରେ ରହିବାକୁ ଦେବନି ସେ। ତୁମେମାନେ ତାହେଲେ ଥାଅ, ମୁଁ ଦେଖିକରି ଆସେ। ଠିକ୍ ଅଛି ମା, ତୁମେ କିନ୍ତୁ ଟିକେ ସାବଧାନରେ ରହିବ। ହଁ ହଁ ପିଲାମାନେ। ଏହାପରେ ଶିଆଳ ସେଠାରୁ ବାହାରିଗଲା ଏବଂ ମନେ ମନେ ଭାବିବାକୁ ଲାଗିଲା, ଏ ଅଜଗରଟା ଆଜି ପର୍ଯ୍ୟନ୍ତ କେତେ ନିରୀହ ପ୍ରାଣୀମାନଙ୍କୁ ଖାଇଲାଣି। କେତେ ଜଣ ମାଙ୍କର କୋଳ ବି ସେ ଖାଲି କରିଲାଣି।
କେତେ କଷ୍ଟରେ ଯେ ସମସ୍ତେ ଅଛନ୍ତି ଏଇଟା ସେ କେମିତି ଜାଣିବ ଯେ? ଏହାପରେ କିଛି ବାଟ ଯାଉ ଯାଉ ଶିଆଳ ଦେଖିବାକୁ ପାଇଲା ଯେ ଅଜଗରଟି ଗୋଟିଏ ନିରୀହ ହରିଣ ଛୁଆକୁ ଗିଳି ପକାଉଛି। ଏହା ଦେଖି ଶିଆଳ ବହୁତ ଦୁଃଖ ପାଇଲା। ଆଉ ସେ କିଛି ବି ହେଲେ କରିପାରିବନି ଭାବି ଦୁଃଖରେ ସେ ତାର ଗୁମ୍ଫାକୁ ଫେରି ଆସିଲା। ତାପରେ ଦିନକୁ ଦିନ ଗଡ଼ିବାରେ ଲାଗିଲା। ଅଜଗରର ପ୍ରାଣୀ ଖାଇବା ଚାହିଦା ଆହୁରି ବଢ଼ିବାରେ ଲାଗିଲା। ସେ ଗାଈ, ଛେଳି ଓ ମଇଁଷି ନିରୀହ ପ୍ରାଣୀମାନଙ୍କୁ ସେ ଖାଇ ଚାଲିଲା। ଏହା ସବୁ ଦେଖି ବଣର ପ୍ରାଣୀମାନେ ପୁରା ଆତଙ୍କିତ ହୋଇ ରହୁଥାନ୍ତି। ଗୋଟିଏ ସମୟରେ ବଣର ସବୁ ପ୍ରାଣୀମାନେ ପୁରା ଅତିଷ୍ଠ ହୋଇ ଉଠିଲେ। ତାପରେ ସେମାନେ ଭାବିବାକୁ ଲାଗିଲେ କି ସେ ବଦମାସ ଅଜଗରଟାକୁ କେମିତି ସାଇଜ କରାଯାଇପାରିବ। ହେଲେ କ'ଣ କରିବାକୁ ପଡ଼ିବ ସେଇଟା ଭାବିପାରିଲେ ନାହିଁ। ବଣର ଗୋଟିଏ ପକ୍ଷୀ ଗଛ ଡାଳରେ ବସି ଅଜଗରର ସବୁ କର୍ମକାଣ୍ଡ ଦେଖୁଥାଏ। ମତେ କିଛି ଗୋଟେ କରିବାକୁ ପଡ଼ିବ। ଅଜଗରର ଏହି ଅତ୍ୟାଚାର ଆମେ ଆଉ ସହିପାରୁନୁ। ବରଂ ମୁଁ ଯାଉଛି ଶିଆଳ ପାଖକୁ ଯିବି। ଶିଆଳ ଗୋଟିଏ ବୁଦ୍ଧିମାନ ପ୍ରାଣୀ। ସେ ଏହି ବିପଦରୁ ରକ୍ଷା ପାଇବା ପାଇଁ କିଛି ଉପାୟ ନିଶ୍ଚିତ କହିବ। ଏହା କହି ପକ୍ଷୀଟି ସେଠାରୁ ଉଡ଼ି ଶିଆଳ ପାଖକୁ ଆସିଲା। ଶିଆଳ ମାମୁଁ, ତୁମେ ଜାଣିଛ ବଣକୁ ଗୋଟିଏ ଅଜଗର ଆସିଛି। ଆଉ ସେ ବଣର ସବୁ ପ୍ରାଣୀମାନଙ୍କୁ ଖାଇ ଯାଉଛି। ହଁ ଚଢ଼େଇ, ମୁଁ ଜାଣିଛି। ଆଚ୍ଛା, ଏଇ ଅଜଗରର ହାତରୁ ଆମେ କ'ଣ ବଞ୍ଚିପାରିବାନି? ଉପରବାଲାର ଯଦି ଆମ ଉପରେ ଆଶୀର୍ବାଦ ଥିବ ତାହେଲେ ଆମେ ଏଇ ଅଜଗରର ହାତରୁ ରକ୍ଷା ପାଇପାରିବା। ସତ କହୁଛ ଶିଆଳ ମାମୁଁ, ଆମେ ଏଇ ଅଜଗର ହାତରୁ ରକ୍ଷା ପାଇପାରିବା? ହଁ ଚଢ଼େଇ, ହେଲେ ସେଇଟା ଆମେ ଏକା କରିବାଟା ସମ୍ଭବ ନୁହେଁ। ବଣର ସବୁ ପ୍ରାଣୀଙ୍କ ସହିତ ବସି ଆଲୋଚନା କରିବାକୁ ହେବ। ଚାଲ ଶିଆଳ ମାମୁଁ, ଆମେ ଆଉ ଏଠାରେ ଅପେକ୍ଷା ନ କରି ବଣର ସବୁ ପ୍ରାଣୀମାନଙ୍କୁ ଏକାଠି କରିବା। ଏହା କହି ଚଢ଼େଇ ଓ ଶିଆଳ ସେଠାରୁ ଚାଲିଗଲେ। ସେ ଦୁଇ ଜଣ ଯାକ ମିଶି ଜଙ୍ଗଲର ସବୁ ପ୍ରାଣୀମାନଙ୍କୁ ଏକାଠି ଏକଜୁଟ କଲେ। ରାଜା ସାହେବ, ସେ ଦୁଷ୍ଟ ଅଜଗରଟା ମୋର ଛୁଆକୁ ଖାଇ ଦେଇଛି। ସିଏ ଯେ କେବଳ ମୋର ପିଲାକୁ ଖାଇଛି ସେଇଟା ନୁହଁ, ବଣର ଅନ୍ୟ ସବୁ ନିରୀହ ପ୍ରାଣୀମାନଙ୍କୁ ସିଏ ଖାଇ ଦେଉଛି। ଆପଣ ଏସବୁ ବିଷୟରେ ଟିକେ ବିଚାର କରନ୍ତୁ ରାଜା ସାହେବ। ହଁ ହରିଣ, ମୁଁ ଜାଣିଛି ସେ ଦୁଷ୍ଟ ଅଜଗରଟା ଆମ ଜଙ୍ଗଲରେ ସମସ୍ତଙ୍କୁ ଅତିଷ୍ଠ କରିଦେଉଛି। ତାକୁ କିଛି ଗୋଟେ କରି ଏ ଜଙ୍ଗଲରୁ ବିଦା କରିବାକୁ ପଡ଼ିବ। ହେଲେ କେମିତି ସେ ଅଜଗରକୁ ବିଦା କରିବେ ରାଜା ସାହେବ? ଅଜଗର ତ ଅନେକ ବଡ଼ ଆଉ ଚାଲାକ ପ୍ରାଣୀ। ହଁ, ମୁଁ ତ ସେଇଟା ହିଁ ଭାବୁଛି। କିରେ ଶିଆଳ, ତୁ ତ ଜଙ୍ଗଲର ଏକମାତ୍ର ବୁଦ୍ଧିମାନ ପ୍ରାଣୀ। ତୁ କିଛି ବୁଦ୍ଧି ବାହାର କରି କ'ଣ ସେ ଅଜଗରକୁ ଜଙ୍ଗଲରୁ ତଡ଼ି ପାରିବୁନି? ହଁ ରାଜା ସାହେବ, ପାରିବିନି କ'ଣ ପାଇଁ? ରୁହ, ମୁଁ ଟିକେ ଭାବି ଦେଖେ ମୋ ମୁଣ୍ଡରେ କିଛି ବୁଦ୍ଧି ଆସୁଛି କି ନାହିଁ। ଭାବ ଭାବ, ଭଲ କରି ଭାବ ଶିଆଳ। ପାଇଛି ମାମୁଁ, ମୋ ମୁଣ୍ଡକୁ ଗୋଟିଏ ଭଲ ବୁଦ୍ଧି ଜୁଟିଛି। ହେଲେ ଆମ ଭିତରୁ ସବୁଠୁ କିଏ ବେଶୀ ଜୋରରେ ଦୌଡ଼ି ପାରିବ କୁହ? ମୁଁ ଖୁବ୍ ଜୋରେ ଦୌଡ଼ି ପାରିବି। ତୁମକୁ ଗୋଟିଏ ବଡ଼ କାମ କରିବାକୁ ପଡ଼ିବ। ମୁଁ ଜଙ୍ଗଲର ସମସ୍ତଙ୍କୁ ବଞ୍ଚେଇବା ପାଇଁ ଯୋଉ କାମ ବି ହେଉ ପଛେ କରିବାକୁ ପ୍ରସ୍ତୁତ ଅଛି ଶିଆଳ। ତାହେଲେ ଶୁଣ, ମୁଁ ଯୋଉ ବୁଦ୍ଧିଟା ପାଇଛି ସେଇଟା ତୁମକୁ ବୁଝେଇ କହୁଛି। ଆମ ସମସ୍ତଙ୍କୁ ଗୋଟିଏ ପାହାଡ଼ ପାଖକୁ ଯିବାକୁ ପଡ଼ିବ। ସେଠାରେ ବଡ଼ ବଡ଼ ପଥର ସବୁ ବାନ୍ଧି ରଖିବାକୁ ପଡ଼ିବ। ଆଉ ଅଜଗରକୁ କହିବାକୁ ପଡ଼ିବ ଯେ ଆଜି ହରିଣ ତୁମର ଖାଦ୍ୟ ହେବା ପାଇଁ ରାଜି ହୋଇଛି। ଅଜଗର ଯେତେବେଳେ ହରିଣକୁ ଖାଇବାକୁ ଯିବ ସେହି ସମୟରେ ବାନ୍ଧି ରଖିଥିବା ପଥର ଗୁଡ଼ିକୁ ଛାଡ଼ି ଦେବାକୁ ପଡ଼ିବ। ଆଉ ଅଜଗର ତାର ଶାସ୍ତି ପାଇବ। ବାଃ ଶିଆଳ, ଖୁବ୍ ଭଲ ବୁଦ୍ଧି ଦେଲ ତ। ତାହେଲେ ଆମେ ସମସ୍ତେ କାଲି ସକାଳେ ପାହାଡ଼ ପାଖରେ ଯାଇ ଉପସ୍ଥିତ ହେବା ଆଉ ଅଜଗରର ଶାସ୍ତି ନିଶ୍ଚୟ ଦେଖିବା।
ତାପରେ ସମସ୍ତେ ସେଠାରୁ ଚାଲିଗଲେ। ତା ପରଦିନ ସକାଳେ ଶିଆଳ ଚାଲିଲା ଅଜଗର ପାଖକୁ। ଶିଆଳକୁ ଦେଖି ଅଜଗର କହିଲା, କିରେ ଶିଆଳ, ତୁ ହଠାତ୍ କରି ମୋ ପାଖକୁ କ'ଣ ପାଇଁ ଆସିଲୁ? ତୁମ ପାଇଁ ଗୋଟିଏ ସୁଖବର ଅଛି। କି ସୁଖବର? ଟିକେ କୁହ ତ ଶୁଣେ। ଆଜି ତୁମ ପାଇଁ ଗୋଟିଏ ଶିକାର ଧରି ରଖିଛି। ଏ କ'ଣ କହୁଛୁ ତୁ? ତାହେଲେ ଶିକାରଟା କ'ଣ କହ? ସେ ଯୋଉ ବଡ଼ ପାହାଡ଼ ଅଛି ନା, ସେଇଠି ଗୋଟିଏ ବଡ଼ ହରିଣକୁ ବାନ୍ଧି ରଖିଛି ତୁମ ପାଇଁ। ତାହେଲେ ତୁ ଆଉ କଥା ନ କହି ଚାଲ ସେ ହରିଣଟାକୁ ଖାଇଦେଇ ଆସିବି। ମୁଁ ଆଉ ଲୋଭ ସମ୍ଭାଳି ରହିପାରୁନି। ଚାଲ ଅଜଗର ଭାଇ, ଚାଲ। ଏହା କହି ଶିଆଳ ଓ ଅଜଗର ସେଠାକୁ ବାହାରି ପଡ଼ିଲେ। ଆଉ କିଛି ସମୟ ପରେ ସେମାନେ ସେଇ ପାହାଡ଼ ପାଖରେ ଆସି ପହଞ୍ଚିଗଲେ। ହେଇ ଦେଖ ରାଜା ସାହେବ, ସେଠି ସେ ହରିଣଟା ଆପଣଙ୍କ ପାଇଁ ଅପେକ୍ଷା କରିଛି। ଯେମିତି କର୍ମକୁ ସେମିତି ଫଳ। ଯେତେବେଳେ ଦୁଷ୍ଟ ଅଜଗରଟା ହରିଣଟାକୁ ଖାଇବାକୁ ବାହାରିଛି, ସେତିକିବେଳେ ହରିଣଟା ଦୌଡ଼ି ଜଙ୍ଗଲ ଆଡ଼କୁ ଜୋରେ ଜୋରେ ଚାଲିଲା। ଆଉ ଅଜଗର ହରିଣର ପଛେ ପଛେ ଦୌଡ଼ିବାକୁ ଲାଗିଲା। କିଛି ସମୟ ପରେ ବଣର ସବୁ ପ୍ରାଣୀମାନେ ବାନ୍ଧି ରଖିଥିବା ପଥରକୁ ପକେଇଦେଲେ। ଆଉ ଅଜଗର ସେଗୁଡ଼ିକୁ ସବୁ ଗିଳି ପକେଇଲା। ଆଉ ସେ ତାର ଶାସ୍ତି ବି ପାଇଗଲା। ତାପରେ ସେ ମନେ ମନେ କହିଲା, ଏଇ ବଣର ପ୍ରାଣୀ ଗୁଡ଼ାକ ବହୁତ ଚାଲାକ। ସେମାନେ ମୋତେ ଏମିତି ଭାବରେ ଶାସ୍ତି ଦେଲେ ସବୁଠାରୁ ଭଲ ହେବ ବରଂ ମୁଁ ଏଇ ଜଙ୍ଗଲ ଛାଡ଼ି ଚାଲିଯିବି। ଏହାପରେ ଅଜଗର ସେଇ ଜଙ୍ଗଲ ଛାଡ଼ି ଚାଲିଗଲା। ଆଉ ଜଙ୍ଗଲର ସବୁ ପ୍ରାଣୀମାନେ ସୁଖ ଶାନ୍ତିରେ ବସବାସ କରିବାକୁ ଲାଗିଲେ।